ପୁରୀ ଜିଲ୍ଲା ସଦର ସ୍ଥିତ ଚନ୍ଦନପୁରର ଜଣେ ଭାଇ ରଞ୍ଜନ ଭାଇ ଯିଏକି ଓଡ଼ିଶା ଡ୍ରାଇଭର ମହାସଂଘର ଜଣେ ଆକ୍ଟିଭ ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ। ଭାଇଙ୍କର କିଛି ଦିନ ତଳେ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଥିଲା ଏବଂ ଗତକାଲି ତାଙ୍କ ଏକାଦଶାହରେ ପୁରୀ ଜିଲ୍ଲା ଡ୍ରାଇଭର ମହାସଂଘ ତରଫରୁ ପୁରୀ ସଦରର ଭାଇମାନେ ଏବଂ ପୁରୀ ଜିଲ୍ଲା କମିଟି ସମସ୍ତେ ମିଶି ରଞ୍ଜନ ଭାଇଙ୍କର ବାସଭବନରେ ପହଞ୍ଚିଥିଲେ ଏବଂ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିବା ସହିତ ତାଙ୍କ ପରିବାରକୁ କିଛି ଆଶ୍ୱାସନା ଦେଇଥିଲେ ଏବଂ ସଂଘ ତରଫରୁ ଭାଇମାନଙ୍କ ଦ୍ୱାରା କଲେକ୍ସନ୍ ହୋଇଥିବା 20,000 ଟଙ୍କାର ଅର୍ଥରାଶି ତାଙ୍କ ପରିବାରକୁ ସହାୟତା ଦେଇଥିବାର ସୂଚନା ରହିଛି। ଗତକାଲିଠାରୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଜଣେ ଭାଇ ଗାଡ଼ି ନେଇ ଯାଉଥିବା ସମୟରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ରାସୋଳ ଜିପି ଦୈତାରୀ ମାଇନ୍ସ ପାଖରେ ଭାଇଙ୍କ ଗାଡ଼ିଟି ବ୍ରେକ୍ଡାଉନ୍ ହୋଇଯାଇଥିଲା ଏବଂ ଭାଇ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘର। ନିହାତି ଭାବରେ ଓଡ଼ିଶା ଡ୍ରାଇଭର ମହାସଂଘ ହରିଚନ୍ଦନପୁର ବ୍ଲକର ଭାଇମାନେ ରାସୋଳ ଜିପିର ଭାଇମାନେ ପହଞ୍ଚି ଭାଇଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ଏବଂ ଭାଇଙ୍କ ଗାଡ଼ି ଯେହେତୁ ଷ୍ଟାର୍ଟିଂ ପ୍ରୋବ୍ଲେମ୍ ଥିଲା ତ ନିହାତି ଭାବରେ ଭାଇଙ୍କ ଗାଡ଼ି ଷ୍ଟାର୍ଟିଂ ହୋଇଯାଇଛି। ଭାଇଙ୍କୁ ନିହାତି ଭାବରେ ହରିଚନ୍ଦନପୁରରୁ ସାହାଯ୍ୟ ସହଯୋଗ ମିଳିଛି। କୁଜଙ୍ଗ ବ୍ଲକର ଜଣେ ଭାଇ ବାହାର ରାଜ୍ୟରୁ ମାଲ ନେଇ ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଲି ରେଲୱେ ଷ୍ଟେସନକୁ ଗାଡ଼ି ନେଇ ଆସିଥିଲେ, ଯେଉଁଠିକି କିଛି ସେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ବା କିଛି ଜିନିଷ ତାଙ୍କୁ ଆବଶ୍ୟକତା ଥିଲା ଯାହାକି ଗୋଟେ ଡ୍ରାଇଭର ମାନେ ଅନ୍ୟ ଜିଲ୍ଲାରେ ଆସି ତାହା ଯୋଗାଡ଼ କରିବା ସମ୍ଭବ ନୁହଁ। ତେଣୁକରି ସେ ସହଯୋଗ ଲୋଡ଼ିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘର। ପରବର୍ତ୍ତୀ ମୁହୂର୍ତ୍ତରେ ଓଡ଼ିଶା ଡ୍ରାଇଭର ମହାସଂଘର ଭାଇମାନେ ପହଞ୍ଚି ଭାଇଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିବାର ସୂଚନା ରହିଅଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିଂଝୋର ଗ୍ରାମ ପଞ୍ଚାୟତର ରାମେଶ୍ୱର ବୈଠାରୁ ଭାଇଙ୍କ ଦେହାନ୍ତ ପରେ ଗତକାଲି ତାଙ୍କର ଏକାଦଶାହରେ ସିନାପାଲି ବ୍ଲକର ଭାଇମାନେ ତାଙ୍କ ବାସଭବନରେ ପହଞ୍ଚିଥିଲେ ଏବଂ ଭାଇଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିବା ସହିତ ସଂଗୃହୀତ ହୋଇଥିବା ଭାଇମାନଙ୍କ ଜରିଆରେ କିଛି ଅର୍ଥରାଶି ମଧ୍ୟ ତାଙ୍କ ପରିବାରକୁ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲା ସଭାପତି ଜିତୁ ପାଣିଗ୍ରାହୀ ଭାଇ କେଉଁଠି ଗାଡ଼ି କାମ କରାଉଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥିଲେ ଯିଏକି ଠିକ୍ ଭାବରେ ଦେଖିପାରୁନାହାନ୍ତି ଏବଂ ଜାଣିବାକୁ ପାଇଥିଲେ ଯେ ସେ ମାଲକାନଗିରି ଜିଲ୍ଲାର ଏବଂ କୌଣସି ସମସ୍ୟାରେ ସେ ଟ୍ରେନ୍ରୁ ଓହ୍ଲାଇ ପଡ଼ି ଚାଲି ଚାଲି ବହୁତ ଦୀର୍ଘ ବାଟ ଅତିକ୍ରମ କରିଛନ୍ତି। ତ ନିହାତି ଭାବରେ ତାଙ୍କ ମନରେ ତାଙ୍କ ହୃଦୟରେ କିଛି ଦୟା ଜାଗ୍ରତ ହୋଇଥିଲା ଆଉ ସେ ଚେଷ୍ଟା କରିଥିଲେ ଚାଲି ଚାଲି ତୁମେ ମାଲକାନଗିରି ଯିବନି, ତ ନିହାତି ଭାବରେ ବସ୍ ଜରିଆରେ କିମ୍ବା ଟ୍ରେନ୍ ଜରିଆରେ ପଠାଇବା ପାଇଁ ସେ ସ୍ଥିର କରିଥିଲେ ଏବଂ ସେ ଭାଇଙ୍କର ଘର ମାଲକାନଗିରି ଜିଲ୍ଲା ବାଲିମେଳା ବ୍ଲକର ବୋଲି ଯାହା ସୂଚନା ରହିଛି। ତ ପରବର୍ତ୍ତୀ ମୁହୂର୍ତ୍ତରେ ନୂଆପଡ଼ା ଜିଲ୍ଲାର କିଛି ଭାଇ ସମସ୍ତେ ମିଶି ଭାଇଙ୍କୁ ବସ୍ ଜରିଆରେ ମାଲକାନଗିରି ବାଲିମେଳାକୁ ପଠାଇଥିବାର ସୂଚନା ରହିଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଜଣେ ଭାଇ ଗାଡ଼ି ନେଇ ଭୁବନେଶ୍ୱର ଅଭିମୁଖେ ଯାଇଥିବା ସମୟରେ ଭୁବନେଶ୍ୱର ଫୁଲନଖରା ପାଖରେ ଭାଇଙ୍କ ଗାଡ଼ି କିଛି ସମସ୍ୟା ହୋଇଥିଲା, ସେ ବ୍ରେକ୍ଡାଉନ୍ ରହିଯାଇଥିଲେ ଏବଂ ସେ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘର। ପରବର୍ତ୍ତୀ ମୁହୂର୍ତ୍ତରେ ଭୁବନେଶ୍ୱର ଫୁଲନଖରାର ଭାଇମାନେ ପହଞ୍ଚି ଭାଇଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜମଧର ଜିପିର ଜଣେ ଓଡ଼ିଶା ଡ୍ରାଇଭର ମହାସଂଘର ସଦସ୍ୟ ଭାଇ ଶେଖ କାଦର ଭାଇ ଯାହାଙ୍କର କି ଗତକାଲି ଦେହାନ୍ତ ହୋଇଯାଇଥିଲା ଏବଂ ଦେହାନ୍ତ ପରେ କେନ୍ଦ୍ରାପଡ଼ା ସଦରର ଭାଇମାନେ ପହଞ୍ଚି ଭାଇଙ୍କ ଶେଷକୃତ ସମ୍ପନ୍ନରେ ଯୋଗ ଦେଇଥିଲେ। ତାଙ୍କ ରୀତିନୀତି ହିସାବରେ ଏଠି ଗୋଟେ ନିହାତି ଦେଖିବାକୁ ମିଳିଥିଲା ମୁସଲମାନ ଭାଇଙ୍କର ଦେହାନ୍ତ ପରେ ମଧ୍ୟ ହିନ୍ଦୁ ଭାଇମାନେ ଏଇଠି, କାରଣ ଡ୍ରାଇଭର ସମସ୍ତେ ଭାଇ ଭାଇ, ତେଣୁକରି ସମସ୍ତ ଭାଇମାନେ ଯାଇ ଉପସ୍ଥିତ ରହିଥିବାର ସୂଚନା ରହିଛି। କଟକ ଜିଲ୍ଲା ତିଗିରିଆ ବ୍ଲକର ଜଣେ ଭାଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କୁ କିଛି ସାହାଯ୍ୟ ସହଯୋଗର ଆବଶ୍ୟକତା ପଡ଼ିଥିଲା। ସେ ଲୋଡ଼ିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘର ସାହାଯ୍ୟ ସହଯୋଗ। ପରବର୍ତ୍ତୀ ମୁହୂର୍ତ୍ତରେ କଟକ ହେଲ୍ପଲାଇନ୍ର ଭାଇମାନେ ଭାଇଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ନୁନପୁର ଜିପିର ଜଣେ ଆକ୍ଟିଭ ସଦସ୍ୟ ରମେଶ ବାଗ ତାଙ୍କର ଦେହାନ୍ତ ପରେ ଗତକାଲି
ତାଙ୍କର ଏକାଦଶ ସାହରେ ଏମ୍ ରାମପୁରର ସମସ୍ତ ଭାଇମାନେ ତାଙ୍କ ବାସଭବନରେ ପହଞ୍ଚିଥିଲେ ଏବଂ ଭାଇଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିବା ସହିତ ତାଙ୍କ ପରିବାରକୁ ଆଶ୍ୱାସନା ଦେଇଥିଲେ ଏବଂ ସଂଘ ତରଫରୁ ସମସ୍ତ ଭାଇମାନଙ୍କ ଦ୍ୱାରା କଲେକ୍ସନ୍ ହୋଇଥିବା 21,000 ଟଙ୍କା ଅର୍ଥରାଶି ତାଙ୍କ ପରିବାରକୁ ସହାୟତା ଦେଇଥିଲେ। ମହାସଂଘରେ ହେଉଥିବା ସମସ୍ତ ସାହାଯ୍ୟ ସହଯୋଗ ବିଷୟରେ ପ୍ରତ୍ୟେକ ଦିନ ଜାଣିବା ପାଇଁ ମହାସଂଘ ଅପଡ଼େଟ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।